ନମସ୍କାର। ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଆମର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟପୁସ୍ତକର ନୂତନ ସଂସ୍କରଣ ହୋଇସାରିଛି। ତେବେ ଆସନ୍ତୁ ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ପ୍ରଥମ ଶ୍ରେଣୀର ଯେଉଁ ରହିଛି ସମନ୍ୱିତ ପାଠ୍ୟପୁସ୍ତକ ଭାଷା ଓ ପରିବେଶକୁ ନେଇ ସେ ବହିଟିର ନାମ ହେଉଛି ଝୁଲଣା 1। ତାହେଲେ ଏହି ଝୁଲଣା 1 ପାଠ୍ୟପୁସ୍ତକ ସମ୍ପର୍କରେ କିଛି ଆମେ ଆଜି ତଥ୍ୟ ଜାଣିବା। ତେବେ ଆପଣ ଦେଖିପାରୁଥିବେ ଝୁଲଣା 1 ଯାହାକି ଆମର ପ୍ରଥମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ, ଯାହା ଭାଷା ଆଉ ପରିବେଶ ସମନ୍ୱିତ ପାଠ୍ୟପୁସ୍ତକ ଅଟେ, ଯାହାକି ଆମର ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାର ଦ୍ୱାରା ପ୍ରକାଶିତ ହୋଇଅଛି। ଝୁଲଣା 1 ପ୍ରଥମ ଶ୍ରେଣୀ ପାଇଁ ପରୀକ୍ଷାମୂଳକ ସଂସ୍କରଣ 2026। ଏଠି ସମ୍ପାଦକ ମଣ୍ଡଳୀ ରହିଛନ୍ତି, ସମୀକ୍ଷକ ମଣ୍ଡଳୀ ରହିଛନ୍ତି, ବିଷୟ ବିଶେଷଜ୍ଞ ରହିଛନ୍ତି, ସଂଯୋଜକ ରହିଛନ୍ତି, ଏସବୁ ଆପଣ ଦେଖିପାରିବେ। ପ୍ରସ୍ତାବନା ମଧ୍ୟ ରହିଛି। ତ ଆମେ ଏ ଯେଉଁ ପ୍ରଥମ ଶ୍ରେଣୀର କ'ଣ କ'ଣ ସବୁ ବିଷୟ ଆଜି ରହିଛି, ଟପିକ୍ କ'ଣ କ'ଣ ରହିଛି ସେ ସମ୍ପର୍କରେ ଆମେ ଦେଖିବା। ଏହିସବୁ ତା'ର ଉଦ୍ଦେଶ୍ୟ, କୋଡ଼ିଂ ଡିକୋଡ଼ିଂ, ପଠନ ଲିଖନ ଏସବୁ କିପରି କରାଯିବ ସେ ମଧ୍ୟ ସୂଚନା ଦିଆଯାଇଛି। ତ ସିଲାବସ୍ ଏବଂ ପାଠ୍ୟପୁସ୍ତକ ସମୀକ୍ଷା ପାଇଁ କୋର୍ କମିଟି ମଧ୍ୟ ରହିଛି। କୋର୍ କମିଟିର ସଦସ୍ୟମାନେ ମଧ୍ୟ ରହିଛନ୍ତି, ଆପଣମାନେ ଦେଖିପାରୁଥିବେ। ତ ଦେଖିବା ଆଗକୁ କ'ଣ ରହିଛି ଦେଖନ୍ତୁ। ଆମର ବନ୍ଦେ ଉତ୍କଳ ଜନନୀ ଯେଉଁ ରହିଛି ଇଏ ମଧ୍ୟ ସ୍ଥାନ ପାଇଛି ପୁସ୍ତକରେ। ତାପରେ ଆମର ରହିଛି ଯେଉଁ ଆମ ଜାତୀୟ ସଙ୍ଗୀତ ମଧ୍ୟ ସ୍ଥାନ ପାଇଛନ୍ତି। ଏବଂ ଏଥିରେ ଦେଖନ୍ତୁ ସୂଚୀପତ୍ର ପ୍ରଥମରେ ରହିଛି, ପ୍ରସ୍ତାବନା ରହିଛି, ତାପରେ ପୁସ୍ତକ ବିଷୟରେ କିଛି ରହିଛି। ତ ପ୍ରସଙ୍ଗ 1ରେ ଆମର ରହିଛି ଆମ ପରିବାର ସମ୍ପର୍କରେ ପିଲାଟି ଜାଣିବ। ଆସ ଚିତ୍ର ଦେଖି କଥା ହେବା। ପୃଷ୍ଠା 1 ରହିଛି। ପାଠ 2ରେ ରହିଛି ଚକୁଡ଼ି କଲା ଚେଁ ଚାଁ କବିତା। ଏ କବିତା ରହିଛି ଆଗରେ ଯେଉଁ ଆମର ଟୁନା ଟୁନି ଭାଇ ଭଉଣୀ ଥିଲା ତାହା ପରିବର୍ତ୍ତନ ହୋଇଛି ଚକୁଡ଼ି କଲା ଚେଁ ଚାଁ। ପାଠ 3ରେ ରହିଛି ମୁନି ଦେଲା ହସି। ଏଠି ଗୋଟେ କାହାଣୀଟିଏ ରହିଛି। ପରବର୍ତ୍ତୀ ସମୟରେ ମଧ୍ୟ ଆମେ ଏଇ ସବୁ ପାଠ ଆଲୋଚନା କରିବା। ଆଜିକାର ଭିଡ଼ିଓରେ କେବଳ ଆମେ କ'ଣ କ'ଣ ପ୍ରସଙ୍ଗ ରହିଛି ତାହାକୁ ଦେଖିବା। ତାପରେ ପାଠ 4 ରହିଛି ଆରେ କାଉ ଆ ଠେକୁଆ, ଏ ଗୋଟେ କବିତା ରହିଛି। ତାପରେ ଆମ ପରିବାରକୁ ନେଇକି ଗୋଟିଏ କବିତା ରହିଛି। ଏ ଥିଲା ଆମ ପରିବାର ସମ୍ପର୍କରେ ପ୍ରସଙ୍ଗଟିଏ। ସେହିପରି ପ୍ରସଙ୍ଗ 2ରେ ରହିଲା ଆମ ଜୀବଜଗତ। ଆମ ଜୀବଜଗତରେ ମଧ୍ୟ ସେହିପରି ରହିଛି। ପାଠ 5ରେ ଆସ ଚିତ୍ର ଦେଖି କଥା ହେବା। ପାଠ 6 ରହିଛି ବଡ଼ କିଏ, କାହାଣୀଟିଏ ରହିଛି। ସେହିପରି ପାଠ 7ରେ ଚଟିଆ ରହିଛି କବିତା। ପାଠ 8ରେ ବିଲୁଆର ପଇଡ଼ ପିଆ, କାହାଣୀଟିଏ ରହିଛି। ପାଠ 9ରେ ରହିଛି ସଭିଏଁ ଆମର ମିତ, କବିତାଟିଏ ରହିଛି। ସେହିପରି ଆଉ ଗୋଟେ କବିତା ମଧ୍ୟ ରହିଛି, ଦୁଇଟି ବଣି। ତାପରେ ରହିଛି ପ୍ରସଙ୍ଗ 3ରେ ରହିଛି ଆମ ଖାଦ୍ୟ ପାନୀୟ। ଆସ ଚିତ୍ର ଦେଖି କଥା ହେବା। ପାଠ 11ରେ ରହିଛି ଆମ ଅଜା, କବିତାଟିଏ। ପାଠ 12 ରହିଛି ହନୁମାନଙ୍କର ଚଷମା ପିନ୍ଧା, କାହାଣୀ। ପାଠ 13 ରହିଛି ରସଗୋଲାର ମଜା, କାହାଣୀ। ଆମ କାମ, କବିତାଟି ରହିଛି। ସେହିପରି ପ୍ରସଙ୍ଗ 4 ରହିଛି ଆମ ପର୍ବପର୍ବାଣୀ ମେଳା। ଆସ ଚିତ୍ର ଦେଖି କଥା ହେବା ରହିଛି। ତାପରେ 15ରେ ରହିଛି, ପାଠ 15ରେ ଆସରେ ଯିବା ଯାତ୍ରା ଦେଖି, କବିତାଟି ରହିଛି। ପାଠ 16 ରହିଛି ବେଙ୍ଗ ଛୁଆର ରଥଯାତ୍ରା ଦେଖା, କାହାଣୀଟିଏ ରହିଛି। ସେପରି ପାଠ 17 ରହିଛି ହୋଲି କବିତା। ପାଠ 18 ରହିଛି ମେଢ଼ ଦେଖା, କାହାଣୀଟିଏ ରହିଛି। ତାପରେ ଅଛି ପ୍ରସଙ୍ଗ 5ରେ ଆମ ସବୁଜିମାରେ ରହିଛି। ସେପରି ପାଠ 19ରେ ଆସ ଚିତ୍ର ଦେଖି କଥା ହେବା। ତାହେଲେ ପ୍ରତ୍ୟେକ ପ୍ରସଙ୍ଗରେ ଚିତ୍ର ଦେଖି କଥା ହେବା ପ୍ରଥମ ରହିଛି, ତାପରେ କାହାଣୀ କିମ୍ବା କବିତା ରହିଛି। ପାଠ 20 ରହିଛି ହାତୀ ଓ କୁନି କାଉ, କାହାଣୀଟିଏ ରହିଛି। ପାଠ 21ରେ ଉପହାର, କାହାଣୀଟିଏ ରହିଛି। ସେହିପରି ସୁନିଗଲା ଜିତି, କବିତାଟିଏ ରହିଛି। ପାଠ 22 ରହିଛି ମୋ ଗାଁ, କବିତାଟି ରହିଛି। ପାଠ 23ରେ ଗଡ଼ି ଗଡ଼ି ଯାଏ ପଣସ, ଏ ଗୋଟେ କାହାଣୀ ରହିଛି। ଅକ୍ଷର ଗୀତ ରହିଛି କବିତା ମାଧ୍ୟମରେ 162 ପୃଷ୍ଠାରେ। ତାହେଲେ ଏଇ ଥିଲା ଆମର ଝୁଲଣା 1 ବା ପ୍ରଥମ ଶ୍ରେଣୀର ଭାଷା ଆଉ ପରିବେଶକୁ ନେଇ ସମନ୍ୱିତ ପାଠ୍ୟପୁସ୍ତକ, ନୂତନ ପାଠ୍ୟପୁସ୍ତକ। ତାହେଲେ ଏଇ ନୂତନ ପାଠ୍ୟପୁସ୍ତକର ପ୍ରସଙ୍ଗର କ୍ଲାସ୍ ଦେଖିବା ପାଇଁ ଆମ ସୁନ୍ଦର ସଂସାର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ
ଭିଡ଼ିଓଟି ଇନଫର୍ମେଟିଭ୍ ହୋଇଥିଲେ ଲାଇକ୍ ସେୟାର ଏବଂ କମେଣ୍ଟ କରିବା ପାଇଁ ଜମା ଭୁଲିବେ ନାହିଁ। ପୁଣି ଥରେ ଦେଖାହେବ ଆଉ ଏକ ଶିକ୍ଷଣୀୟ ଭିଡ଼ିଓ ସହିତ। ସେତେବେଳେ ଯାଏଁ ବିଦାୟ ନେଇ ରହୁଛି। ନମସ୍କାର, ଜୟ ଜଗନ୍ନାଥ।